ବିଜୁ ଜନତା ଦଳର ସମ୍ପର୍କ ଆହୁରି ନିବିଡ଼ ହେଉଛି। ଲୋକଙ୍କ ହକ୍ ପାଇଁ ଦଳର ସ୍ୱର ଶାଣିତ ହେଉଛି। ବିଜେଡି ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ଦୃଢ଼ ନେତୃତ୍ୱରେ ଦଳର ଜନସମ୍ପର୍କ ପଦଯାତ୍ରାରେ ବିପୁଳ ସଂଖ୍ୟାରେ ସାମିଲ ହୋଇ ଓଡ଼ିଶାବାସୀଙ୍କ ସେବା ପାଇଁ ପ୍ରତିଶ୍ରୁତିବଦ୍ଧ ଭାବେ ଆଗକୁ ବଢ଼ିବା ପାଇଁ ଆଜି ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ତରଫରୁ ଜିଲ୍ଲାସ୍ତରୀୟ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ସଭାପତି ତଥା ପୂର୍ବତନ ବିଧାୟକ ମାନସ ମାଡ଼କାମୀଙ୍କ ନେତୃତ୍ୱରେ ମାଲକାନଗିରି ବସ୍ଷ୍ଟାଣ୍ଡଠାରୁ ଶୋଭାଯାତ୍ରା ବାହାରି ମାଲକାନଗିରି ଷ୍ଟାଡିୟମ ନିକଟସ୍ଥ ସଂସ୍କୃତି ଭବନ ପର୍ଯ୍ୟନ୍ତ ଯାଇ ସେଠାରେ ଏକ ସଭାର ଆୟୋଜନ କରାଯାଇଥିଲା। ଆଜିର ଉକ୍ତ ଜନସମ୍ପର୍କ ପଦଯାତ୍ରା କାର୍ଯ୍ୟକ୍ରମ ମୁଖ୍ୟ ଅତିଥି ଭାବରେ ରାଜ୍ୟ ବିଜୁ ଜନତା ଦଳର ବରିଷ୍ଠ ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟ ବିଜୁ ଜନତା ଦଳର କୋର୍ କମିଟି ତଥା ସମନ୍ୱୟ କମିଟିର ଅଧ୍ୟକ୍ଷ ଶ୍ରୀଯୁକ୍ତ ଦେବୀପ୍ରସାଦ ମିଶ୍ରଙ୍କ ସହ ଅନ୍ୟତମ ସଦସ୍ୟ ତଥା ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଅନ୍ୟତମ ସଦସ୍ୟ ଶ୍ରୀ ଭୃଗୁ ବକ୍ସିପାତ୍ର ଏବଂ ବିଜୁ ଜନତା ଦଳର କେନ୍ଦ୍ରୀୟ ମୁଖପାତ୍ର ତଥା ପୂର୍ବତନ ସାଂସଦ ଶ୍ରୀ ପ୍ରଦୀପ ମାଝୀ, ପୂର୍ବତନ ମନ୍ତ୍ରୀ, ପୂର୍ବତନ ସାଂସଦ ତଥା ରାଜ୍ୟ ମୁଖପାତ୍ର ବିଜୁ ଜନତା ଦଳ ଶ୍ରୀ ରମେଶ ଚନ୍ଦ୍ର ମାଝୀ ଓ ରାଜ୍ୟ ବିଜେଡି ବରିଷ୍ଠ ନେତା ଡକ୍ଟର ପ୍ରିୟବ୍ରତ ମାଝୀ ସହ ଜିଲ୍ଲାର ବରିଷ୍ଠ ନେତୃମଣ୍ଡଳୀ ଯୋଗ ଦେଇଥିଲେ। ଆଜି ଜନସମ୍ପର୍କ ପଦଯାତ୍ରାରେ ଯୋଗ ଦେଇଥିବା ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିବୃନ୍ଦ ଜନସାଧାରଣଙ୍କୁ ବିଜୁ ଜନତା ଦଳ ସରକାର ସମୟରେ ଗ୍ରାମାଞ୍ଚଳ ପୌରାଞ୍ଚଳ ବିକାଶ ସହିତ ଜନସାଧାରଣଙ୍କ କଲ୍ୟାଣ ପାଇଁ ନିଆଯାଇଥିବା ବିଭିନ୍ନ ସଫଳ ଲୋକାଭିମୁଖୀ କାର୍ଯ୍ୟକ୍ରମ ସମ୍ପର୍କରେ ଲୋକମାନଙ୍କୁ ଅବଗତ କରାଇବା ବିଜୁ ଜନତା ଦଳର 24 ବର୍ଷର ସରକାରରେ ଓଡ଼ିଶା ବିକାଶର ନୂଆ ଶିଖର ଛୁଇଁଛି। ସବୁ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ଆସିଛି। ଅନେକ ଡବଲ ଇଞ୍ଜିନ ରାଜ୍ୟମାନଙ୍କଠାରୁ ମଧ୍ୟ ଓଡ଼ିଶା ଆଗରେ ରହିଛି। ସେବା ଓ ସ୍ୱାଭିମାନ ଆମର ମନ୍ତ୍ର ଆଉ ବିକାଶ ହେଉଛି ଆମର ପରିଚୟ। ଆମେ ସବୁବେଳେ ସୁଖ ଦୁଃଖରେ ଲୋକଙ୍କ ସାଥିରେ ରହି ଆସିଛୁ। ଏଥିପାଇଁ ବିଜୁ ଜନତା ଦଳ ଏବେ ସାମାଜିକ ଆନ୍ଦୋଳନ ସାଜିଛି। ଜନସାଧାରଣଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନରେ ବର୍ତ୍ତମାନ ସରକାରଙ୍କ ବିମୁଖତା, ଦରଦାମ ନିୟନ୍ତ୍ରଣରେ ବିଫଳତା, ଆଇନ ଶୃଙ୍ଖଳାର ଅଧୋଗତି, ମହିଳା ନିର୍ଯାତନା ସମସ୍ତେ ଜାଣିଲେଣି। ମିଛ ପ୍ରତିଶ୍ରୁତି ଓ ମିଛ କାହାଣୀ କହି ବିଜେପି ଶାସନକୁ ଆସିଛି। କୁଆଡ଼େ ଗଲା 300 ୟୁନିଟ୍ ମାଗଣା ବିଜୁଳି, 3000 ଟଙ୍କା ଭତ୍ତା, ମାମାନଙ୍କୁ 50,000 ଟଙ୍କା। ବିଜେପିର ମିଛ ଏବେ ଧରା ପଡ଼ିଯାଇଛି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ କୋଟି କୋଟି ଲୋକ ଉପକାର ପାଉଥିଲେ। ଏବେ ସରକାର ସେ ଯୋଜନାର ନାମ ବଦଳାଇ ଦେଲେ। ଆପଣଙ୍କ ନାଁ ବଦଳାଇ ପାରନ୍ତି, ରଙ୍ଗ ବଦଳାଇ ପାରନ୍ତି, ହେଲେ ଇତିହାସକୁ ବଦଳାଇ ପାରିବେ ନାହିଁ। ଆଜିର କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର ସମସ୍ତ ବରିଷ୍ଠ କର୍ମକର୍ତ୍ତା, ସମସ୍ତ ଜିଲ୍ଲା କମିଟି ତଥା ମହିଳା ଯୁବ ଛାତ୍ର ଛାମୁଆ ସଂଗଠନ ସଭାପତି ଓ କର୍ମକର୍ତ୍ତା ବୃନ୍ଦ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଉପାଧ୍ୟକ୍ଷ ଓ ସମସ୍ତ ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା, ସମସ୍ତ ବ୍ଲକର ବରିଷ୍ଠ କର୍ମକର୍ତ୍ତା ତଥା ବ୍ଲକ ପଞ୍ଚାୟତ ସଭାପତି ବୃନ୍ଦ, କର୍ମକର୍ତ୍ତା, ପୌରାଞ୍ଚଳ ନଗର ସଭାପତି ଓ ବରିଷ୍ଠ କର୍ମକର୍ତ୍ତା ବୃନ୍ଦ, ପୌରାଞ୍ଚଳ ନଗର ଅଧ୍ୟକ୍ଷ ଉପାଧ୍ୟକ୍ଷ କାଉନସିଲର ବୃନ୍ଦ, ସମସ୍ତ ବ୍ଲକ ଅଧ୍ୟକ୍ଷ ଉପାଧ୍ୟକ୍ଷ ସମିତି ସଭ୍ୟ ସଭ୍ୟା ବୃନ୍ଦ, ସମସ୍ତ ସରପଞ୍ଚ ତଥା ସମସ୍ତ ସକ୍ରିୟ କର୍ମକର୍ତ୍ତା ଯୋଗଦେଇ ବିଜେପିର ମିଛକୁ ଘରେ ଘରେ ପହଞ୍ଚାଇବେ ଦଳର କର୍ମୀ। ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ 14 ଗୋଟି ଆଦିବାସୀ ସମାଜ ଧାରଣା ସ୍ଥଳରେ ପହଞ୍ଚି ବିଜୁ ଜନତା ଦଳ ସମର୍ଥନ ଜଣାଇବା ସହ ସରକାର ଦାବି ପୂରଣ ନ କଲେ ଆଗାମୀ ଦିନରେ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହେବା ସହ ଆନ୍ଦୋଳନ ତୀବ୍ର କରିବା ପାଇଁ ପୂର୍ବତନ ମନ୍ତ୍ରୀ ଦେବୀପ୍ରସାଦ ମିଶ୍ର ପ୍ରତିଶ୍ରୁତି ଦେଲେ ଏବଂ ଧାରଣାରେ ବସିଥିବା ଆଦିବାସୀ ସମାଜଙ୍କ ଏକ ଦାବି ଗ୍ରହଣ କଲେ। ବିଜୁ ଜନତା ଦଳର ମାନ୍ୟବର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କର ନିଷ୍ପତ୍ତିରେ ତାଙ୍କ ନିର୍ଦ୍ଦେଶରେ ଦ୍ୱିତୀୟ ଦିନ ଆଜି ପଦଯାତ୍ରା ପାଳନ ମାଲକାନଗିରି ଅନୁଷ୍ଠିତ। ଓଡ଼ିଶାର ଅନ୍ୟ ବିଭିନ୍ନ ପ୍ରାନ୍ତର ମଧ୍ୟ ଜନସମ୍ପର୍କ ଅଭିଯାନ ଯାହା ତାଙ୍କର ନିର୍ଦ୍ଦେଶରେ ଗଲା କାଲିଠାରୁ ଗାନ୍ଧୀ ଜୟନ୍ତୀ ଶାସ୍ତ୍ରୀ ଜୟନ୍ତୀଠାରୁ ଆରମ୍ଭ ହୋଇଛି। ସେ ନିଜେ ତାକୁ ଭୁବନେଶ୍ୱରଠାରେ ଆରମ୍ଭ କରିଛନ୍ତି। ଭୁବନେଶ୍ୱରର ସମ୍ପୃକ୍ତ ବିଧାୟକମାନେ ଏବଂ ତାଙ୍କ ମେୟର ମୁଁ ମଧ୍ୟ ଥିଲି ଏବଂ ରାଜ୍ୟସ୍ତରୀୟ ଅଭିଯାନ ସେ ଶୁଭାରମ୍ଭ କରିଥାଏ ଏବଂ ଓଡ଼ିଶାର ପ୍ରାୟ ଅନେକ ଜାଗାରେ ସେ କାର୍ଯ୍ୟକ୍ରମ ପ୍ରାୟ 90 ଜାଗାରେ କାଲି ମଧ୍ୟ ଆରମ୍ଭ ହୋଇଛି ଏବଂ ବାକି ଜାଗାଗୁଡ଼ିକ ଆଜି ମଧ୍ୟ କରୁଛନ୍ତି ଏବଂ ମାଲକାନଗିରି ଚନ୍ଦାହାଣ୍ଡିରେ ହେଇଥିଲା କି ଆଜି ଏଠି ମଧ୍ୟ ଅନୁଷ୍ଠିତ ବିଶାଳ ଶୋଭାଯାତ୍ରା ପ୍ରାୟ ଆମେ ବାହାରିଲୁ ବସ୍ଷ୍ଟାଣ୍ଡ ପାଖରୁ ପ୍ରାୟ 5,000 ଜନସାଧାରଣ ଥିଲେ। এই প্রফুল্লিত খরারে বিশেষ বর্তমান শেষে বিভিন্ন কবিতা কুযাই জনসাধারণ প্রতারণা করে আদিবাসী মানে ভাই ভৌণী মানে যে বিশ্বাসর সহিত আসুଛନ୍ତି আমার নবীন পଟ୍ଟନାୟକ ସରକାର ବେଳେ ମାଲକାନଗିରିର ଦେଖୁଥିବା ଯେଉଁ ବିକାଶ ଛତ୍ରେ ଛତ୍ରେ ସେ ବିକାଶ ହେଇଛି। ଓଡ଼ିଶାର ବିକାଶ ହେଇଛି, ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଛି। ତାକୁ ଆଜି ଯେଉଁ ରଙ୍ଗ ବଳେଇ ତା ନାଁ ବଦଳେଇ ବିଭିନ୍ନ ଯୋଜନାକୁ ଯେଉଁ କରାଯାଉଛି ରଙ୍ଗ ବଦଳାଉଛି କିନ୍ତୁ ତାର ଆଭିମୁଖ୍ୟ ଯଦି ବଦଳେଇ ସାଧାରଣ ଜନଜୀବନ ଯଦି ସେଥିରେ କ୍ଷତିଗ୍ରସ୍ତ ହେଉଛି
किंवा जमी नवरंगपुर आमर जमी माइनर गार्ड ट्राइबल गार्ड जो भाव में शिकार आम स्वरोत्तोलन कला डाकरा देला भुवनेश्वर ब्रह्मपुर नहीं मयूरभंज नहीं राउरकेला ये जो नारी निर्यातना ये सब आम पदयात्रा प्रेरणा करूँ आम विकास आम मूल अभिमुख तेणु ताकू सरकार को विरोध दल हिसाब से दायित्व संपन्न विरोध दल हिसाब से सचेत करें लोक को सामिल कर आम विकास अभियान जहाँ अग्रसरतार विकसित ओडिशा आज गठन नवीन पूर्ण विकास जो जनजीवन उपर जो आघात आसो जो मिथ्या प्रतिश्रुति गुड़िक दि जाऊँ 5,000 कहते 50,000 चेक देखिए 5,000 साधारण महिलाटी एवं सेमती आम जो इलेक्ट्रिक 300 यूनिट कहते आज कहते आपण मैंने मीडिया फाइट कर नेता तेणु ये जो सब कथा कहते गता आपण मान मन कृषक समाज जो मालकानगिरी होता है जानी कि सौर ओडिशा से 5,000 पेंशन दाबी एवं से बीजेपी नेता मैंने समर्थन देते समस्त समर्थन देते 5,000 पर दाबी आम रही जनसाधारण निश्चित भावना रही जो आग जो 3,000 कहते 100 दिन में दबा कथा तो ये सब कथा गुड़ाक विरोध दल हिसाब से सचेत कले सरकार जनमत कलावर विभिन्न जो समस्या अच्छी जनजीवन जाजपुर उपनिर्वाचन नवरात्रि आम माँ भैरवी को ये मुंडिया मारिक आसी तेणु जो नारी समस्त शस्त्र होकर नारी जिते सज्जित हो जाए से महाशक्तिशाली हो जाए ताको महाकाली महामाया महाभैरवी रूप में आम डाकू से पुरुष है बंधु एवं आम ट्रेजरर अन्य माने अच्छा सब आदिवासी समाज जो 14टी समाज कर्मकर्ता आसी महासमाज आमर ओडियार एवं जो मैंने अच्छा कर्मकर्ता मान अच्छा से समस्त को हार्दिक बधाई जनाऊँगी एवं आपण मानकर जो संग्राम आमर खबर कागज अनुसार पाई मेमोरेंडम कॉपी भी पाइलु ये राज्य नवीन बाबू निर्देश मुझे जंगल मंत्री थी ये किसी मन रखी से आम अल्प दिन भितर 3 लाख देती टोटाल जमी अधिकार जंगल से आम फाइट करके सारा भारत में फॉरेस्ट राइट एक्ट 1 हेक्टर हम जानी करूँ से युक्तर्क कर नवीन बाबू को अनुरोध कर जयराम रमेश को कही आम से कार्यक्रम को सागर मोर बंधुत्व हो जाता जयराम रमेश एवं आम विभिन्न जगह केमती आदिवासी चुटी विचित जोटा कहते जे कौटी देला बेलू खाता ये जमीटा देखला बेलू से तो कहीं प्रशासन से तल स्तर सतर्क नाला ये सब आइडेंटिफाई कर तेणु प्रथम जो कम्युनिटी राइट्स गोष्ठी आदिवासी जे जंगल भितर बढ़ुची जार जीवन जीविका से प्रकृतिर अंग ताको अधिकार तार अच्छी गोष्ठीगत भाव में डाक्तखाना हो से कोठांगर हो से तार विभिन्न कथा जोटा कि चली नवीन सरकार बेले दि कि ये दुखर कथा जे 4 मास मुंडबिंद आरंभ हो कहीं हेल्थ ज्ञान करूना आमर बंधु बाबू नहीं आपण मैंने जे मैंने जाऊँ से न्याय पाई पारना गला कि तेणु जो संग्राम आप आग को गणतांत्रिक पद्धति दिंतु एवं नहीं आम दाबी हासिल हवा जाए जातु एवं या सांगे आंदोलन सचेतनता सांगे जो न्यायिक लड़े ता विषय भी आम ब्रह्मज्ञान करवा नहीं आम 4-5 जन जो मान देले मेमोरेंडम नहीं आलोचना कर आलोचना करेंगे दरकार पड़े ओडिशा हाईकोर्ट प्रस्तावित करवा से आईन सहायता जहाँ दरकार आम मैंने भाई मान भाई भाई हिसाब से
ତେଣୁ ଆପଣଙ୍କ ଯାହା ଦାବି ସେ ଆମର କର୍ତ୍ତବ୍ୟ ପାର୍ଟିକୁ ନେବା ପାଇଁ ଏବଂ ବିଭିନ୍ନ ଜନଜାତିଙ୍କ ସାଙ୍ଗରେ ଆଜି 64 ଜନଜାତି ରହିଛି ସେମାନଙ୍କୁ ନେବା ପାଇଁ ଆହୁରି ଆଗକୁ ସଂକଳ୍ପ ଆମେ ସେ ବି ତାର ଆବାହକ ଅଛନ୍ତି ଆମ ସେଲ୍ର ଏବଂ ଆମର ଏ ଆଜ୍ଞାମାନେ ସମସ୍ତେ ବସିକିରି ଆପଣଙ୍କ ଆଦିବାସୀ ନେତାମାନେ ଆଲୋଚନା କରିଛନ୍ତି ନବୀନବାବୁଙ୍କୁ ଅବଗତ ବି କରିଛନ୍ତି କିନ୍ତୁ ଏଇଟା ଯେଉଁ ସ୍ପେସିଫିକ୍ ପ୍ରୋବ୍ଲେମ୍ ମାଲକାନଗିରି ପାଇଁ ତାକୁ ନିଶ୍ଚୟ ଆମେ ସେ ସ୍ତରରେ ମଧ୍ୟ ନେବା ତାହେଲେ ଦୁଇ ଆଡ଼କୁ ନେଲେ ଏ କଥାର ରେଜଲ୍ଟ ଆପଣମାନେ ବି ଏହା ସାଙ୍ଗରେ କୋଲାବର କଥାକୁ ବି ଉଠେଇଥିଲେ ସେଦିନ ମୁଁ ଖବରକାଗଜରେ ପଢ଼ିଥିଲି ସେ ବିଷୟରେ ମଧ୍ୟ ଆଗକୁ ନେବା ଆମର ଆଦିବାସୀଙ୍କର ଜନଜୀବନ ଯେମିତି ଉତ୍ପନ୍ନ ନ ହଉ ସେଥିପାଇଁ ଆମେ ବି ଦେବୁ କାରଣ ଏଥିରେ ଯେଉଁ ଘୋଡ଼ଉଛନ୍ତି ସରକାର PWC ଦେବ ଇଏ ଦେବ କିନ୍ତୁ ତାର କେତେ ହାଇଟ୍ ହେବ କ'ଣ ଏ ବିଷୟରେ କୌଣସି କ୍ଲାରିଟି ନାହିଁ କ୍ଲାରିଟି ନ ଦେବା ଯାଏ ସେ ବିଷୟରେ ମଧ୍ୟ ସଂଗ୍ରାମ ଆପଣଙ୍କ ଆଡ଼ୁ ତ ମୁଁ ଦେଖିଲି ଦାବିରେ ଉଠେଇଛନ୍ତି ଆମେ ଆଗତୁରା ଅନୁରୋଧ କରିବା ଆଗରୁ ଆପଣମାନଙ୍କୁ ଅନୁରୋଧ କରିବି ଯେଉଁଠି ଆଦିବାସୀଙ୍କ ଜୀବନ ଜୀବିକା ଉତ୍ପନ୍ନ ହେବ ବିଶେଷ କରି ଏଠି ଯେଉଁ ଆସୁଛି ତାଥିରେ ମଧ୍ୟ ଆପଣମାନେ ଯିବେ ଏ କଥାକୁ ଆମେ ଦୁଇଟା ଏଠିକାର ଆନ୍ଦୋଳନ ପ୍ରଶାସନ ଶୁଣୁ ନ ଶୁଣିଲେ ବି ଆମର ତୁରନ୍ତ ମାନ୍ୟବର ଉଚ୍ଚ ନ୍ୟାୟାଳୟରେ ସ୍ୱତନ୍ତ୍ର ଭାବରେ ହାସଲ କରିବା ଯେଉଁ ଗୋଟେ ହାସଲ ହେଇପାରିବ ସବୁ କାରଣ ଆଇନ ଅଛି ଆଇନର ପ୍ରାବଧାନ ଏଥିରୁ କାହିଁ ଅଛି ଝିଅମାନଙ୍କର ଜମି ନାହିଁ। ମାଲକାନଗିରି ଜିଲ୍ଲାରୁ ଗୋପାଳ ବିଶ୍ୱାସଙ୍କ ସହ ସୁଶାନ୍ତ ମଣ୍ଡଳଙ୍କ ରିପୋର୍ଟ, ନାୟବତୀ ଟିଭି।